କାମାକ୍ଷା ନଗର ଦେଇ ଯାଇଥିବା 53 ନମ୍ବର ଜାତୀୟ ରାଜପଥର ବଡ଼ଝରା ଠାରୁ କାମାକ୍ଷା ନଗର ଢେଙ୍କାନାଳ ରାସ୍ତାର ଜଣାପାଳ ପର୍ଯ୍ୟନ୍ତ ରହିଥିବା ରାସ୍ତାର ଉନ୍ନତିକରଣ ସକାଶେ ସୋମବାର ଭିତ୍ତିପ୍ରସ୍ତର ସ୍ଥାପନ କରାଯାଇଛି। ଏ ଉପଲକ୍ଷେ ଅନୁଷ୍ଠିତ ଉତ୍ସବରେ ପରଜଙ୍ଗ ବିଧାୟକ ବିଭୂତିଭୂଷଣ ପ୍ରଧାନ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଆନୁଷ୍ଠାନିକ ଭାବେ ଭିତ୍ତିପ୍ରସ୍ତର ସ୍ଥାପନ କରି ଏହି ରାସ୍ତା ଯେପରି ଉନ୍ନତ ମାନର ହୋଇପାରିବ ସେଥିପ୍ରତି ବିଭାଗୀୟ ଯନ୍ତ୍ରୀ ଯତ୍ନବାନ ହେବାକୁ ପରାମର୍ଶ ଦେଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ପରଜଙ୍ଗ ପଞ୍ଚାୟତ ସମିତି ଅଧ୍ୟକ୍ଷା ଶର୍ମିଷ୍ଠା ଦଳବେହେରା, ଉପାଧ୍ୟକ୍ଷା ଯଶସ୍ୱିନୀ ରାଉତ ପ୍ରମୁଖ ଯୋଗଦେଇ ସରକାରଙ୍କ ପକ୍ଷରୁ କରାଯାଉଥିବା ଲୋକାଭିମୁଖୀ ଯୋଜନା ଉପରେ ଆଲୋକପାତ କରିଥିଲେ। ଢେଙ୍କାନାଳ ଅଧୀକ୍ଷଣ ଯନ୍ତ୍ରୀ ଜୟନ୍ତ କୁମାର ମଲ୍ଲିକ ରାସ୍ତାରେ 32 କୋଟି ଟଙ୍କା ବ୍ୟୟ ଅଟକଳର ବ୍ୟବସ୍ଥା ରହିଥିବା ବେଳେ 18 ମାସ ମଧ୍ୟରେ ଏହା ସମ୍ପୂର୍ଣ୍ଣ ହେବ ବୋଲି ସୂଚନା ପ୍ରଦାନ କରିଥିଲେ। ସହକାରୀ ନିର୍ବାହୀ ଯନ୍ତ୍ରୀ ବିଜୟ କୁମାର ସେଠୀଙ୍କ ତତ୍ତ୍ୱାବଧାନରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ସହକାରୀ ଯନ୍ତ୍ରୀ ପ୍ରଦୀପ୍ତ କୁମାର ଦଳେଇ, କୁନାରାମ ମହନ୍ତ ପରିଚାଳନା କରିଥିଲେ। ରମେଶ ଚନ୍ଦ୍ର ସାହୁ ସଂଯୋଜନା କରିଥିବା ବେଳେ ବସନ୍ତ କୁମାର ସାହୁ ଧନ୍ୟବାଦ ଦେଇଥିଲେ। 20 किलोमीटर रोड को पुनर्विन्यास हम ये आगु पुराना रोड थिला पीडब्ल्यूडी डिपार्टमेंट 33 कोटी रु ऊर्ध्व टंका विनियोग कर रास्ता को पुनर्गठन करा मुझे डिपार्टमेंट समस्त अधिकारी को मु धन्यवाद देवी। ये वर्षा दिन अति कदर्य हो जाता गाड़ी मोटर जापारू नाला आम सरकार मोहन माझी सरकार मु निजे प्रचेषा करी डिपार्टमेंट संगे बसिक 40 कोटी टंकार एस्टिमेट होता टेंडर लेस हो 33 कोटी टंकार ये तैयारी हम कॉन्ट्रैक्टर भाई जी नहीं भी निवेदन करी रास्ताटी भल करेंगे मु आपण मानू आज दिन में निवेदन करी रास्ता को आपण मैंने देखिए तदारख करेंगे भूल भटका हेले आपण मैंने भी तदारख करेंगे आमको भी दर्शाइबे। 19.5 किलोमीटर रोड डेवलप होवार अच्छे जोटा कि आईएल आमर डीएल स्टैंडर्ड हम ये पाखापाखि 39 करोड़ एडमिनिस्ट्रेटिव अप्रूवाल अच्छी जो कि 31 करोड़ हो एग्रीमेंट भैल्यू 18 मंथ्स भितर काम सारे आम टार्गेट कर भल वर्क हम जोटा कि लोकंर काम आस। कामाख्या नगरु प्रकाश कुमार पात्रଙ୍କ रिपोर्ट तीर्थक्षेत्र लाइव।